ତେବେ ଦର୍ଶକ ବନ୍ଧୁ ୱାଙ୍ଗଖେଡ଼ରେ ଆରସିବିର ଧମାକାଦାର ବିଜୟ, ଏମ୍ଆଇର ହ୍ୟାଟ୍ରିକ୍ ପରାଜୟ। ତେବେ ହଁ ଦର୍ଶକ ବନ୍ଧୁ, ବ୍ୟାଟିଂ ଓ ବୋଲିଂରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗଲୋରର କମାଲ। ଆଇପିଏଲ୍ର 20ତମ ମ୍ୟାଚ୍ରେ ଆରସିବି ୱାଙ୍ଗଖେଡ଼େ ଷ୍ଟାଡିୟମରେ ମୁମ୍ବାଇକୁ 18 ରନ୍ରେ ହରାଇଛି। ଆରସିବି ପ୍ରଥମେ ବ୍ୟାଟିଂ କରି 240 ରନ୍ର ବିଶାଳ ସ୍କୋର କରିଥିଲା। ଫିଲିପ ସଲ୍ଟ 78 ରନ୍, ବିରାଟ କୋହଲି 50 ରନ୍ ଓ ଅଧିନାୟକ ରଜତ ପାଟିଦାର 53 ରନ୍ର ଧୂଆଁଧାର ଇନିଂସ ଖେଳିଥିଲେ। ତେବେ ଏହାର ଜବାବରେ ମୁମ୍ବାଇର ଟପ୍ ଅର୍ଡର ବ୍ୟାଟିଂ ବିଫଳତା କାରଣରୁ 5ଟି ୱିକେଟ୍ ହରାଇ 222 ରନ୍ କରିପାରିଛି। ସେହିପରି ସେରଫନ୍ ରଦରଫୋର୍ଡ 31 ବଲ୍ରୁ 71 ରନ୍ କରି ମୁମ୍ବାଇକୁ ଶୋଚନୀୟ ପରାଜୟରୁ ବଞ୍ଚାଇ ଦେଇଛି। ତେବେ ଆରସିବି ନିଜର ଚତୁର୍ଥ ମ୍ୟାଚ୍ରୁ ତୃତୀୟ ବିଜୟ ହାସଲ କରିଥିବା ବେଳେ ମୁମ୍ବାଇ ହ୍ୟାଟ୍ରିକ୍ ପରାଜୟ ଭୋଗିଛି। ତେବେ 241 ରନ୍ର ବିଜୟ ଲକ୍ଷ୍ୟ ପିଛା କରିଥିବା ମୁମ୍ବାଇକୁ ଦୁଇ ଓପନର ରିଆନ୍ ରିକଲ୍ଟନ୍ ଓ ରୋହିତ ଶର୍ମା 7 ଓଭରରେ 71 ରନ୍ ଯୋଡ଼ି ଭଲ ଆରମ୍ଭ ଦେଇଥିଲେ। ହେଲେ ରିକଲ୍ଟନ୍ 37 ରନ୍ କରି ଆଉଟ୍ ହେବା ପରେ ମୁମ୍ବାଇ ଇନିଂସ ଦିଗହରା ହୋଇଯାଇଥିଲା। ରୋହିତ ଶର୍ମା 19 ରନ୍ କରି ରିଟାୟାର୍ଡ ହଟ୍ ହୋଇଯାଇଥିଲେ। ମଧ୍ୟକ୍ରମରେ ତିଲକ ବର୍ମା ପୁଣି ଥରେ 1 ରନ୍ କରି ନିରାଶ କରିଛନ୍ତି। ସେହିପରି ସୂର୍ଯ୍ୟକୁମାର ଯାଦବ 33 ରନ୍ ଓ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା 40 ରନ୍ କରିଥିଲେ ହେଁ ଦଳ ପାଇଁ ପର୍ଯ୍ୟାପ୍ତ ହୋଇନଥିଲା। ତେବେ ଶେଷ ଆଡ଼କୁ ସେରଫନ୍ ରଦରଫୋର୍ଡ ବିସ୍ଫୋରକ ବ୍ୟାଟିଂ କରି ଦଳ ପାଇଁ କିଛିଟା ଆଶା ସଞ୍ଚାର କରିଥିଲେ। ହେଲେ ରନ୍ର ହାର ଏତେ ଆବଶ୍ୟକ ଥିଲା ଯେ ମୁମ୍ବାଇ ପାଇଁ ତାହା ଅତ୍ୟନ୍ତ କଷ୍ଟକର ଥିଲା। ଶେଷରେ ମୁମ୍ବାଇ 222 ରନ୍ କରିପାରିଥିଲା। ତେବେ ରଦରଫୋର୍ଡ 31 ବଲ୍ରୁ 1ଟି ଚୌକା ଓ 9ଟି ଛକା ସହ 71 ରନ୍ର ଧୂଆଁଧାର ଇନିଂସ ଖେଳିଥିଲେ। ହେଲେ ଆରସିବିର ବୋଲିଂ କଥା କହିବାକୁ ଗଲେ ସୁୟଶ ଶର୍ମା 2ଟି ୱିକେଟ୍ ନେଇଥିବା ବେଳେ ଜାକବ୍ ଡାଫି, ରସିକ ଡାର ଓ କୁନାଲ ପାଣ୍ଡ୍ୟା ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। ତେବେ ଦର୍ଶକ ବନ୍ଧୁ, ମୁମ୍ବାଇ ଏପରି ହାରିବାର ଅସଲ କାରଣ କ'ଣ? ଆପଣମାନେ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ। ଯେଉଁ ଟିମ୍ରେ ଭାରତର ସମସ୍ତ ଇଣ୍ଟରନ୍ୟାସନାଲ ଖେଳାଳି ଏବଂ ଯେଉଁମାନେ ୱାର୍ଲଡ କପ୍ ଜିତିକି ଆସିଛନ୍ତି ସେମାନେ କାହିଁକି ହାରିଯାଉଛନ୍ତି କମେଣ୍ଟରେ ଜଣାନ୍ତୁ। ଆଉ ଆରସିବି କଥା କହିବାକୁ ଗଲେ ଆରସିବିର ସମସ୍ତ ଖେଳାଳି ଫର୍ମରେ ଅଛନ୍ତି। ବ୍ୟାଟିଂ ଏବଂ ବୋଲିଂରେ ଥିବା ଖେଳାଳିମାନେ ପୁରା ଜୋସ୍ର ସହିତ ଖେଳୁଛନ୍ତି। କ'ଣ ପୁଣି ଏଥର ଆରସିବି ଟ୍ରଫି ହାତେଇବ? ଆପଣଙ୍କର ମତାମତ କ'ଣ କମେଣ୍ଟରେ ନିଶ୍ଚୟ ଜଣାନ୍ତୁ। ଆଉ ଏଇଭଳି ପ୍ରକାର ଭିଡ଼ିଓ ଦେଖିବା ପାଇଁ ଚାହୁଁଥିଲେ ଭିଡ଼ିଓରେ ଗୋଟେ ଲାଇକ୍ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ ମଧ୍ୟ କରିଦିଅନ୍ତୁ। ତେବେ ରହିଲି, ଜୟ ସୀତାରାମ।